ବନ୍ଧୁମାନେ ଏହି ବସନ୍ତ ପଞ୍ଚମୀରେ ସରସ୍ୱତୀ ପୂଜା ଦିନ ମୟୂରପଙ୍ଖର ଏହି ଉପାୟ ନିଶ୍ଚିତ କରନ୍ତୁ, ଯାହାଫଳରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇପାରିବ। ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କର ଆରାଧନାର ପର୍ବ ବସନ୍ତ ପଞ୍ଚମୀ ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀକୁ ଦେବୀ ସରସ୍ୱତୀଙ୍କ ପୂଜା କରାଯାଇଥାଏ। ଏହି ଦିନଠାରୁ ହିଁ ଋତୁମାନଙ୍କର ରାଜା ବସନ୍ତ ଋତୁର ଆଗମନ ହୋଇଥାଏ। ଭକ୍ତିର ପର୍ବ ଏହିଥର ସିଦ୍ଧି ଯୁଗରେ ମନାଯିବ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଦ୍ଧି ଯୁଗ ରହିବ। ସନ୍ଧ୍ୟାକୁ ରବି ଯୁଗର ମଧ୍ୟ ଆଗମନ ହେବ। ବସନ୍ତ ପଞ୍ଚମୀରେ ବନୁଥିବା ତିଥି ଏବଂ ଦୁର୍ଲଭ ସଂଯୋଗ ଯୋଗୁଁ ଏହିଥର ବସନ୍ତ ପଞ୍ଚମୀ ଆହୁରି ବି ବେଶୀ ଖାସ୍ ହୋଇଯାଇଛି। ଏହି ବସନ୍ତ ପଞ୍ଚମୀରେ କରାଯାଇଥିବା ପୂଜା ଏବଂ ଉପାୟ ବହୁତ ଶୀଘ୍ର ଫଳଦାୟୀ ହୋଇଥାଏ। ମା ସରସ୍ୱତୀଙ୍କର କୃପା ପ୍ରାପ୍ତ କରିବା ପାଇଁ ଏହା ବହୁତ ବେଶୀ ଖାସ୍ ଦିନ ମାନାଯାଇଥାଏ। ବସନ୍ତ ପଞ୍ଚମୀ ଦିନ କୌଣସି ବି ଶୁଭ କାର୍ଯ୍ୟ କରାଯାଇପାରିବ। ଗୃହ ପ୍ରବେଶ, ବାସ୍ତୁ ଆରମ୍ଭ, ନୂଆ କାମର ଆରମ୍ଭ ଆଦି ଏହା ଉତ୍ତମ ସମୟ ମାନାଯାଇଥାଏ ଏବଂ ଏହି କାର୍ଯ୍ୟକୁ କରିବା ପାଇଁ ମଧ୍ୟ ପଞ୍ଚାଙ୍ଗ ଦେଖିବାର କୌଣସି ଆବଶ୍ୟକତା ପଡ଼ିନଥାଏ। ବନ୍ଧୁମାନେ, ମୟୂରପଙ୍ଖକୁ ଧର୍ମଶାସ୍ତ୍ରରେ ବହୁତ ପବିତ୍ର ମାନାଯାଇଛି। ଶ୍ରୀକୃଷ୍ଣ ଭଗବାନଙ୍କର ପ୍ରିୟ ମୟୂରପଙ୍ଖ ଯେତେ ଅଧିକ ଦେଖିବାର ସୁନ୍ଦର ହୋଇଥାଏ, ତାହାଠାରୁ କେତେ ଅଧିକ ଏହା ପ୍ରଭାବଶାଳୀ ହୋଇଥାଏ। ମୟୂରପଙ୍ଖରେ ଦେବୀ ଦେବତା ନବଗ୍ରହଙ୍କର ବାସ ହୋଇଥାଏ। ଏଥିରେ ଦୁର୍ଭାଗ୍ୟକୁ ଦୂର କରିବାର କ୍ଷମତା ରହିଥାଏ। ବସନ୍ତ ପଞ୍ଚମୀରେ ମୟୂରପଙ୍ଖର ବିଶେଷ ମହତ୍ତ୍ୱ ଏଥିପାଇଁ ବି ଅଛି, କାହିଁକିନା ଭଗବାନ ଶ୍ରୀକୃଷ୍ଣ ସବୁଠୁ ପ୍ରଥମେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କର ପୂଜା କରିଥିଲେ। ସେବେଠାରୁ ହିଁ ବସନ୍ତ ପଞ୍ଚମୀର ପର୍ବ ମନେଇବାର ପରମ୍ପରା ଚାଲି ଆସୁଅଛି। ଏହି କାରଣ ଅଟେ କି ବସନ୍ତ ପଞ୍ଚମୀ ଦିନ ମୟୂରପଙ୍ଖକୁ ବହୁତ ଅଧିକ ମହତ୍ତ୍ୱ ଦିଆଯାଇଥାଏ। ବନ୍ଧୁମାନେ, ଏମିତିରେ ଆମେ ଜାଣିବା ଏହି ବସନ୍ତ ପଞ୍ଚମୀରେ ମା ସରସ୍ୱତୀଙ୍କର ପୂଜା ଦିନ କରନ୍ତୁ ମୟୂରପଙ୍ଖର ଏହି ଉପାୟ। ଘର ପରିବାରର ଉନ୍ନତି ହେବ। ଘର ପରିବାରରେ କେବେ ବି ଧନର କମି ହେବ ନାହିଁ। ଘରେ ଏହି ଜାଗାରେ ରଖିଦିଅନ୍ତୁ ମୟୂରପଙ୍ଖ, ଆପଣଙ୍କର ଉନ୍ନତିର ମାର୍ଗ ଖୋଲିଯିବ। ତେବେ ଆସନ୍ତୁ ଜାଣିବା। ତେଣୁ ଆଜି ମୁଁ ଆପଣଙ୍କୁ କହିବି ଏମିତି ଏକ ଉପାୟ ଯାହାଦ୍ୱାରା ପଇସା ଆସିବାର ବାଟ ଖୋଲିଯିବ ଏବଂ ତାହା ବହୁତ ଦିନ ପର୍ଯ୍ୟନ୍ତ ଘରେ ରହିବ। ତେଣୁ ଏଥିପାଇଁ ଆମକୁ ବେଶୀ କିଛି କରିବାକୁ ପଡ଼ିବ ନାହିଁ। କେବଳ 3ଟି ମୟୂରପଙ୍ଖର ବ୍ୟବହାର କରିବାକୁ ପଡ଼ିବ। ଏହାର ବ୍ୟବହାର କିପରି କରିବାକୁ ପଡ଼ିବ ତାହା ମୁଁ ଆପଣଙ୍କୁ ଜଣାଇବି। ଏହା ପୂର୍ବରୁ ଆପଣମାନେ ଜାଣି ରଖନ୍ତୁ ଯେ ଏହି ମୟୂରପଙ୍ଖ କ'ଣ ଅଟେ। ଏହା ଏକ ଶକ୍ତିଶାଳୀ ଚମତ୍କାରୀ ଯନ୍ତ୍ର ଅଟେ ଏବଂ ଏହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ। କେବଳ ଏବେ ନୁହେଁ, ପ୍ରାଚୀନ କାଳରୁ ଏହାର ବ୍ୟବହାର କରାଯାଉଅଛି। ଶାସ୍ତ୍ର, ଜ୍ୟୋତିଷ ସବୁଥିରେ ଏହାର ବ୍ୟବହାର ଉଲ୍ଲେଖ ରହିଛି। ଭଗବାନ କୃଷ୍ଣଙ୍କ ମୁକୁଟରେ ମୟୂରପଙ୍ଖର ବ୍ୟବହାର କରାଯାଇଥାଏ। ଏହି ମୟୂରପଙ୍ଖକୁ ବିଦ୍ୟା ଦେବୀ, ସରସ୍ୱତୀ, ଧନର ଦେବୀ, ମା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତ୍ତିକ, ହନୁମାନ ସମସ୍ତଙ୍କର ସହିତ ଯୋଡ଼ା ହୋଇଥାଏ। ଏହି ମୟୂରପଙ୍ଖକୁ ଯଦି ଆପଣ ବଂଶୀ ସହିତ ରଖିବେ, ତେବେ ସମ୍ପର୍କରେ ମଧୁରତା ଆସିଥାଏ। ଘରେ ଯଦି ନକାରାତ୍ମକ ଉର୍ଜା ବଢ଼ିଯାଏ, ତେବେ ଏହାକୁ କେମିତି ଦୂର କରିବା, କେମିତି ଏହାର ବିନାଶ କରିବା, ସେଥିପାଇଁ ଏକ ଉପାୟ କରନ୍ତୁ। ଏହା ପାଇଁ ଆପଣ ଏକ ମୟୂରପଙ୍ଖକୁ ସନ୍ଧ୍ୟା ଆଳତି ପରେ ଜୋରେ ଜୋରେ ହଲାନ୍ତୁ। ଏହାଦ୍ୱାରା ଆପଣଙ୍କର ଘରେ ଥିବା ନକାରାତ୍ମକ ଉର୍ଜା ଚାଲି ଯାଇଥାଏ। ଏହା ଆପଣ ପ୍ରତିଦିନ କରନ୍ତୁ। ଏହା ବହୁତ ଭଲ ଅଟେ। ଏହାଦ୍ୱାରା ଆପଣଙ୍କର ଘରର ନକାରାତ୍ମକ ଉର୍ଜା ବାହାରକୁ ଚାଲିଯାଇଥାଏ ଏବଂ ଯେଉଁ ଘରେ ସକାରାତ୍ମକ ଉର୍ଜା ଅଧିକ ରହିଥାଏ, ସେହି ଘରେ ମହାଲକ୍ଷ୍ମୀ ବାସ କରନ୍ତି। ଏହି ସବୁକୁ ଧ୍ୟାନରେ ରଖି ଆଜି ମୁଁ ଆପଣଙ୍କୁ କହିବି ଯେ ଘରର ସେହି କେଉଁ 3ଟି କୋଣ ରହିଛି ଯେଉଁଠାରେ ମୟୂରପଙ୍ଖ ରଖିଲେ ଆପଣଙ୍କ ଘର ସବୁବେଳେ ସକାରାତ୍ମକ ଉର୍ଜାରେ ଭରପୁର ରହିବ ଏବଂ ମା ଲକ୍ଷ୍ମୀ ସବୁବେଳେ ବାସ କରିବେ ଆପଣଙ୍କର ଘରେ। ତେଣୁ ଆପଣଙ୍କର ଘରେ କୌଣସି ଏକ ଶୁଭ ଦିନରେ ମୟୂରପଙ୍ଖକୁ
एमिति एक जगार रखिए ଯେଉଁଠିକି ସମସ୍ତଙ୍କର ଦୃଷ୍ଟି ପଡ଼ିବ। ମୟୂର ପଙ୍ଖ ନକାରାତ୍ମକ ऊर्जाକୁ ନିଜ ଆଡ଼କୁ ଟାଣି ନେଇଥାଏ। ତେଣୁ ସେଥିପାଇଁ ଏହାକୁ ଘରର ଏକ ଏମିତି ଜାଗାରେ ରଖନ୍ତୁ ଯେମିତିକି ଏହା ସମସ୍ତଙ୍କ ନଜରରେ ଆସିବ। ମୟୂର ପଙ୍ଖର ଏହି ଉପାୟ ନା କେବଳ ଆପଣଙ୍କର ଜୀବନରେ, ଆପଣଙ୍କର ପରିବାରରେ, ସମସ୍ତଙ୍କର ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଆଣିଦେଇଥାଏ। ଏହି ଉପାୟ ଆପଣ କୌଣସି ଏକ ଶୁଭ ଦିନରେ କରିପାରିବେ। ମୟୂର ପଙ୍ଖର ବ୍ୟବହାର ସବୁ ଜାଗାରେ ହୋଇଥାଏ। ଯେମିତିକି ବିଦ୍ୟାର୍ଥୀମାନେ ନିଜ ବହି ଭିତରେ ଅଭିମନ୍ତ୍ରିତ ମୟୂର ପଙ୍ଖ ରଖିଥାନ୍ତି। ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ। ଘରର ସବୁ ରୁମ୍ରେ ଗୋଟିଏ ଗୋଟିଏ ମୟୂର ପଙ୍ଖ ରଖିଲେ ଘରର ବାସ୍ତୁଦୋଷ ବଦଳି ଯାଇଥାଏ। ଯଦି ଆପଣଙ୍କର ରାହୁ କେତୁ ବା କାଳସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୂର ପଙ୍ଖ ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ବହୁତ ବଡ଼ ଲାଭ ହୋଇଥାଏ। ଯଦି ଆପଣଙ୍କର ଘରେ କୌଣସି ଶିଶୁ ବହୁତ ଜିଦିଆ ହୋଇଯାଉଛି ତେବେ ତାକୁ ମୟୂର ପଙ୍ଖ ହଲାଇ ପବନ କରାଇଲେ ତାହାର ଜିଦିପଣ ଧୀରେ ଧୀରେ କମ୍ ହୋଇଥାଏ। ନଚେତ୍ ଆପଣଙ୍କ ଘରର ଫ୍ୟାନ୍ରେ ମୟୂର ପଙ୍ଖ ଲଗାଇ ଦିଅନ୍ତୁ। ଏହାଦ୍ୱାରା ପିଲାର ଜିଦି ଧୀରେ ଧୀରେ କମିବାକୁ ଲାଗିବ। ଯଦି ଆପଣଙ୍କ ଘରେ ନବଜାତ ଶିଶୁ ରହିଛି ତେବେ ତାହାର ନଜର ଦୋଷ ହଟାଇବା ପାଇଁ ତାହାର ବିଛଣା ପାଖରେ ଗୋଟିଏ ମୟୂର ପଙ୍ଖ ରଖିଦିଅନ୍ତୁ। ଏହାଦ୍ୱାରା ନଜର ଦୋଷ ଛାଡ଼ିଯିବ। ଆଉ ଯଦି ଘରେ ପଇସା ଅଣ୍ଟୁନାହିଁ, ପଇସା ଆସୁନାହିଁ, ଖର୍ଚ୍ଚ ଅଧିକା ହେଉଛି କିମ୍ବା ଯେତେ ପଇସା ଆସିଲେ ବି ମଧ୍ୟ ସରିଯାଉଛି ତେବେ ଘରର ଦକ୍ଷିଣ ପୂର୍ବ କୋଣରେ ଏହି ମୟୂର ପଙ୍ଖକୁ ରଖିଲେ ଲାଭ ହୋଇଥାଏ। ମୟୂର ପଙ୍ଖ ଘରେ ରଖିଲେ କୁହାଯାଏ ସାପ ଘରେ ପଶିନଥାଏ। ଯଦି ଆପଣଙ୍କର ଘରେ ସାପମାନଙ୍କର ଡେରା ରହିଛି ତେବେ ଘରର ସାମ୍ନାରେ ମୟୂର ପଙ୍ଖ ରଖିଦିଅନ୍ତୁ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଯେ ଘରର କେଉଁ 3 କୋଣ ଯେଉଁଠାରେ ମୟୂର ପଙ୍ଖ ରଖିଲେ ଆପଣଙ୍କର ଧନ 10 ଗୁଣା ବଢ଼ିଥାଏ। ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କର ଆଲମିରା ଯେଉଁଠାରେ ଆପଣ ଆପଣଙ୍କର ପଇସା ରଖୁଛନ୍ତି ସେହିଠାରେ ମୟୂର ପଙ୍ଖ ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ଧନ ବଢ଼ିବ ଏବଂ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ। ତେବେ ଦ୍ୱିତୀୟ ଜାଗା ହେଉଛି ମୟୂର ପଙ୍ଖ ଘରର ଠାକୁରଙ୍କୁ ଯେଉଁଠାରେ ରଖୁଛନ୍ତି କିମ୍ବା ଉତ୍ତର ପୂର୍ବ କୋଣରେ ରଖନ୍ତୁ। ପ୍ରତିଦିନ ପୂଜା କଲାବେଳେ ଏହି ମୟୂର ପଙ୍ଖକୁ ପୂଜା କରନ୍ତୁ। ଆପଣ ଦେଖିବେ ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଧନ ଆଗମନର ରାସ୍ତା ଖୋଲିଯିବ। ତେବେ ତୃତୀୟ ଜାଗା ହେଉଛି ମୟୂର ପଙ୍ଖ ଆପଣଙ୍କର ବେଡ୍ ବା ବିଛଣା ତଳେ ରଖନ୍ତୁ। ଏହାଦ୍ୱାରା ଆପଣ ଶୋଇଲେ ଆପଣଙ୍କର ଭିତରେ ପଜିଟିଭ୍ ଏନର୍ଜି ଆସିବ। ଆପଣଙ୍କର ଜୀବନରେ ସଫଳତା ଆସିବ। ଆପଣଙ୍କର ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଗଣେଶଙ୍କର ମୂର୍ତ୍ତି ବା ଫଟୋ ଲଗାଇ ସେଠାରେ 3ଟି ମୟୂର ପଙ୍ଖ ଲଗାନ୍ତୁ। ଏହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘର ଉପରେ ନଜର ପଡ଼ିବ ନାହିଁ। ଏହିସବୁ ଉପାୟ ଆପଣମାନେ କରନ୍ତୁ ଏବଂ ଘରୁ ସବୁ ଦୋଷ ଦୂର କରିବା ପାଇଁ ଏବଂ ଧନ ଆଗମନର ବାଟ ଖୋଲନ୍ତୁ। ତେବେ ବନ୍ଧୁମାନେ, ଏହା ତ ଥିଲା ମୟୂର ପଙ୍ଖକୁ ନେଇ କିଛି ଚମତ୍କାରୀ ଉପାୟ ବିଷୟରେ। ତେବେ ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ତଳେ ଥିବା ଆମର କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ।